ଆହତ ହେଲେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସନ, ପ୍ରୀତିରଞ୍ଜନ ଘଳାଇ ଓ ସାଂସଦ ସୁଲତା ଦେଓ। ଛାତ୍ରୀ ଜଣକ ନିର୍ଯାତନାର ଶିକାର ହେଉଥିବା ବେଳେ କଂଗ୍ରେସ ଓ ବିଜେଡି କେଉଁଠି ଥିଲେ ବୋଲି ପ୍ରଶ୍ନ କରି ଆନ୍ଦୋଳନକୁ ଓହ୍ଲାଇଥିଲା ଏବିଭିପି। ଏଠିମ୍ କଲେଜ ଷ୍ଟୁଡେଣ୍ଟ ଫେସ୍ ଏଠିମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ରାଜଧାନୀରେ ଗର୍ଜିଲା ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ବିଜେଡି ନେତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି। ଆହତ ହେଲେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସନ, ପ୍ରୀତିରଞ୍ଜନ ଘଳାଇ ଓ ସାଂସଦ ସୁଲତା ଦେଓ। ଘଟଣାକୁ ନିନ୍ଦା କରିବା ସହ କିଛି ଦିନ ପୂର୍ବରୁ ଜଣେ ଆଇପିଏସ୍ ଅଫିସରଙ୍କ ବୟାନକୁ ମନେ ପକାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେପଟେ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରିଥିବା ବେଳେ ଛାତ୍ରୀ ଜଣକ ନିର୍ଯାତନାର ଶିକାର ହେଉଥିବା ବେଳେ ଓହ୍ଲାଇ ଏବିଭିପି। ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ଓଡ଼ିଶା ରାଜନୀତିରେ ନିଆଁ ଲାଗିଯାଇଛି। 24 ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳ ବୁଧବାର ମୁଖ୍ୟ ବିରୋଧୀ ଦଳର ଭୂମିକାରେ ଅବତୀର୍ଣ୍ଣ ହୋଇ ବଡ଼ ଧରଣର ଆନ୍ଦୋଳନ କରିଛି। ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଜୟ ଦାସବର୍ମା, ଅରୁଣ ସାହୁ ଏମିତି ଦଳର ପ୍ରାୟ ସବୁ ବରିଷ୍ଠ ନେତା ଏହି ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ବିଚାରକ, ବିଭାଗୀୟ ତଦନ୍ତୀ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦଳ ଲୋକସେବା ଭବନ ଘେରାଉ ପାଇଁ ଡାକରା ଦେଇଥିଲା। ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଅନୁଭବ କରିଲ। ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପ୍ରଥମେ ପାଣିମାଡ଼ କରିଥିଲା। ଏହାପରେ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। କର୍ମୀଙ୍କ ସହ ଦଳର ବରିଷ୍ଠ ନେତାଙ୍କୁ ପୋଲିସ ଘଟଣାସ୍ଥଳରୁ ଉଠାଇ ନେଇଥିଲା। ଯେଉଁମାନଙ୍କୁ ଗତ 24 ବର୍ଷ ଧରି ଆପଣମାନେ ଶାସନ ଗାଦିରେ ଦେଖିଥିଲେ, ଆଜି ସେମାନେ ବିରୋଧୀ ଭୂମିକାରେ ରାସ୍ତା ଉପରୁ ଗିରଫ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା।